1 ଫେବୃଆରୀ 1969 ମସିହାରେ କଟକଠାରେ ଜନ୍ମଗ୍ରହଣ କରିଥିବା ଆମର ଅଲିଉଡ୍ ଇଣ୍ଡଷ୍ଟ୍ରି ଆପଣମାନଙ୍କର ପ୍ରିୟ ଭଜନ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ। ଆଜି ଆମେ ଜାଣିବା ଯେ ସେ ନମିତା ଅଗ୍ରୱାଲଙ୍କର ଘର ପରିବାର ତାଙ୍କର ସମ୍ପତ୍ତି କେତେ, ତାଙ୍କ ପରିବାରରେ କିଏ କିଏ ସବୁ ସଦସ୍ୟ ଅଛନ୍ତି, ତାଙ୍କ ପୁଅ ଝିଅ ଏବେ କ'ଣ କରୁଛନ୍ତି, ସବୁ କିଛି ଡିଟେଲ୍ସରେ ତା ସହିତ ତାଙ୍କର ସଂଘର୍ଷମୟ ଜୀବନ କାହାଣୀ, ତାଙ୍କ ଅତୀତରେ କ'ଣ ସବୁ ଘଟିଛି, ତାଙ୍କ ବିଷୟରେ କିଛି ଅଜଣା ସତ୍ୟ ଘଟଣା ଯେଉଁ ସମ୍ପର୍କରେ ଆପଣମାନେ ପୂର୍ବରୁ କେବେ ବି ଜାଣିବାକୁ ପାଇନଥିବେ, ସବୁକିଛି ସମ୍ପର୍କରେ ଡିଟେଲ୍ସରେ ମୁଁ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଏହି ଭିଡ଼ିଓରେ ଜଣାଇଦେବି। ଭିଡ଼ିଓକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବେ। ଯେଉଁମାନେ ପ୍ରକୃତରେ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କୁ ତାଙ୍କର ଗୀତକୁ ବେଶ୍ ପସନ୍ଦ କରନ୍ତି, ନିଶ୍ଚୟ ଭିଡ଼ିଓକୁ ଲାଇକ୍ କରିବେ ଏବଂ କମେଣ୍ଟ କରି ଜଣାଇବେ ଯେ ତାଙ୍କର କେଉଁ ଗୀତ ଆପଣଙ୍କୁ ସବୁଠୁ ବେଶୀ ପସନ୍ଦ ଆସେ। 1999 ମସିହାରେ ନିଜର ସଙ୍ଗୀତ କ୍ୟାରିୟରକୁ ଆରମ୍ଭ କରିଥିବା କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ସୀତାରାମ ଅଗ୍ରୱାଲଙ୍କୁ ବିବାହ କରିଛନ୍ତି। 1969 ମସିହା ଫେବୃଆରୀ ମାସ 1 ତାରିଖରେ ବରଗଡ଼ର ତାଳମେନ୍ଦ୍ରରେ ଜନ୍ମଗ୍ରହଣ କରିଛନ୍ତି। ବାପା ଲକ୍ଷ୍ମୀଧର ଦାସ ଓ ମାତା ଅନ୍ନଦା ମଞ୍ଜରୀ ଦାସ। ସେ ତାଙ୍କ ପିତାମାତାଙ୍କର ତୃତୀୟ ସନ୍ତାନ ଥିଲେ। ତାଙ୍କର ପୈତୃକ ଗ୍ରାମ ହେଉଛି ନେପାଳ। ସେ 5 ବର୍ଷ ବୟସରେ ବଡ଼ ଜେଜେବାପା କାଶୀନାଥ ଦାସ ଆଉ ସାନ ଜେଜେବାପା ଦଶରଥୀ ଦାସଙ୍କ ପାଖରୁ ଜଗନ୍ନାଥଙ୍କ ପାରମ୍ପରିକ ଭଜନ ଶିଖିବା ଆରମ୍ଭ କରିଥିଲେ। 1942 ମସିହାରେ ତାଙ୍କର ବାହାଘର ହୋଇଥିଲା। ସେତେବେଳେ ସୀତାରାମ ଅଗ୍ରୱାଲ ଓଡ଼ିଆ ସଙ୍ଗୀତ ପ୍ରସ୍ତୁତି କରୁଥିଲେ ଏବଂ ନମିତା ଦାସ ନମିତା ଅଗ୍ରୱାଲ ଭାବରେ ବେଶ୍ ପରିଚିତ ହୋଇଥିଲେ। ଆଗକୁ ନିଶ୍ଚିତ ଭାବରେ ଆପଣମାନେ ତାଙ୍କର ଘର ପରିବାର ତାଙ୍କର ସମ୍ପତ୍ତି ବିଷୟରେ ଜାଣିବେ, କିନ୍ତୁ ତା ପୂର୍ବରୁ ଆପଣମାନେ ପ୍ରଥମେ ତାଙ୍କର ପର୍ସନାଲ ଲାଇଫ୍ ବିଷୟରେ ଟିକେ ଜାଣି ରଖନ୍ତୁ। ନମିତା ଅଗ୍ରୱାଲ ଉଭୟ ଫିଲ୍ମ ତା ସହିତ ଆଲବମ୍ ଭଜନରେ ମଧ୍ୟ କଣ୍ଠ ପ୍ରଦାନ କରୁଛନ୍ତି। ତାଙ୍କର ସଙ୍ଗୀତ ଭିତରେ ଫିଲ୍ମ ରହିଛି ଅଭିମନ୍ୟୁ ଚଳଚ୍ଚିତ୍ର, ସମୟ ହାତରେ ଡୋରି, ଗୋଲାପୀ ଗୋଲାପୀ। ତା ସହିତ ଆଲବମ୍ ରହିଛି ଭକ୍ତି ଚନ୍ଦନ, ଲକ୍ଷ୍ମୀ ପୁରାଣ, ଖୁଆ ଦୌଡ଼ି। ତା ସହିତ ଅନେକ ଗୁଡ଼ିଏ ମଧ୍ୟ ଭଜନ ପାଇଁ ସେ କଣ୍ଠ ପ୍ରଦାନ କରିଛନ୍ତି। ସେ ନିଜ କ୍ୟାରିୟରରେ ଅନେକ ସଫଳତା ହାସଲ କରିଛନ୍ତି। ଆପଣମାନଙ୍କୁ ତାଙ୍କର କେଉଁ ସଙ୍ଗୀତ ସବୁଠୁ ବେଶୀ ପସନ୍ଦ ଆସେ ନିଶ୍ଚିତ ଭାବରେ କମେଣ୍ଟ କରି ଜଣାଇ ରଖନ୍ତୁ। ତେବେ ଦର୍ଶକ ବନ୍ଧୁ, ଆପଣ ମଧ୍ୟ ସମସ୍ତେ ଜାଣିଛନ୍ତି କି ନମିତା ଅଗ୍ରୱାଲଙ୍କ ପରିବାର କହିଲେ ଦୁଇ ପୁଅ ସାର୍ଥକ ଅଗ୍ରୱାଲ, ସିଦ୍ଧାର୍ଥ ଅଗ୍ରୱାଲ। ବଡ଼ ପୁଅ ସିଦ୍ଧାର୍ଥ ଅଗ୍ରୱାଲ ବିବାହ କରିସାରିଛନ୍ତି। ଅଲିଉଡ୍ ଅଭିନେତ୍ରୀ ତମନ୍ନା ବ୍ୟାସଙ୍କର ହାତ ରହିଛନ୍ତି ସିଦ୍ଧାର୍ଥ ଅଗ୍ରୱାଲ। ନମିତା ଅଗ୍ରୱାଲ ଘରର ବଡ଼ ବୋହୂ ବନିଛନ୍ତି ତମନ୍ନା। ତା ସହିତ ନମିତା ଅଗ୍ରୱାଲଙ୍କ ନାତି ମଧ୍ୟ ହୋଇଛି ବଡ଼ ନାତି, ଯାହାକୁ ଆପଣମାନେ ମଧ୍ୟ ନିଶ୍ଚିତ ଭାବରେ ଏହି ଭିଡ଼ିଓରେ ସ୍କ୍ରିନ୍ରେ ଦେଖିବାକୁ ପାଇଯାଇଥିବେ। ବର୍ତ୍ତମାନ ଆସନ୍ତୁ ଜାଣିବା ତାଙ୍କର ସମ୍ପତ୍ତି ବିଷୟରେ। ନମିତା ଅଗ୍ରୱାଲଙ୍କର ଆଲିସାନ ଘର ରହିଛି। ତା ସହିତ ଆପଣମାନେ ଦେଖିପାରୁଥିବେ କି ତାଙ୍କ ପାଖରେ ଫର୍ଚୁନର କାର୍ ରହିଛି, ଥାର୍ କାର୍ ରହିଛି। ତା ସହିତ 2-4ଟି ଲକ୍ଜରିୟସ୍ କାର୍ ମଧ୍ୟ ରହିଛି। ସିଦ୍ଧାର୍ଥ ଟିଭି, ସିଦ୍ଧାର୍ଥ ମ୍ୟୁଜିକ୍ର ମାଲିକାଣୀ ହେଉଛନ୍ତି ନିଜେ ନମିତା ଅଗ୍ରୱାଲ। ତା ସହିତ ତାଙ୍କର ମଧ୍ୟ ଅନେକ ଗୁଡ଼ିଏ ପ୍ରପର୍ଟି ରହିଛି, ଯାହାର ଆନୁମାନିକ ମୂଲ୍ୟ ପାଖାପାଖି 1 କୋଟିରୁ ଅଧିକ।